ପିଲାମାନେ ଆଜି ଆମେ ସାନସିନା ଦାନତା ମହାନ ବିଷୟର ଅଭ୍ୟାସ କାର୍ଯ୍ୟଟି କରିବା। 1 ନମ୍ବର ପ୍ରଶ୍ନ ହେଲା, ରାଜା ନରସିଂହଦେବ କାହାର ପୂଜା ପାଇଁ ମନ୍ଦିରଟିଏ ତୋଳାଇବାକୁ ଚାହିଁଲେ? ଶିବଙ୍କ ପୂଜା ପାଇଁ, ସୂର୍ଯ୍ୟଙ୍କ ପୂଜା ପାଇଁ, କୃଷ୍ଣଙ୍କ ପୂଜା ପାଇଁ, ଚନ୍ଦ୍ରଙ୍କ ପୂଜା ପାଇଁ? ଉତ୍ତର ହେବ ସୂର୍ଯ୍ୟଙ୍କ ପୂଜା ପାଇଁ। ମନ୍ଦିରଟି କେଉଁଠି ତୋଳା ହେଲା? ମହାନଦୀ ମୁହାଣରେ, ଚନ୍ଦ୍ରଭାଗା ମୁହାଣରେ, ବ୍ରାହ୍ମଣୀ କୂଳରେ, ବୈତରଣୀ କୂଳରେ? ଉତ୍ତର ହେଲା ଚନ୍ଦ୍ରଭାଗା ମୁହାଣରେ। ଗ ପ୍ରଶ୍ନ ହେଲା, ମନ୍ଦିରଟିର ଆକାର କିପରି? ଘୋଡ଼ା ପରି, ବିମାନ ପରି, ରଥ ପରି, ଦୁର୍ଗ ପରି? ଉତ୍ତର ହେଲା ରଥ ପରି। ଘ ପ୍ରଶ୍ନ ହେଲା, କାହା ପାଇଁ ଧର୍ମା ଜୀବନ ଦେଲା? ଲୋକମାନଙ୍କ ପାଇଁ, ରାଜାଙ୍କ ପାଇଁ, ଜାତି ଭାଇଙ୍କ ପାଇଁ, ବାପାଙ୍କ ପାଇଁ? ଉତ୍ତର ହେଲା ଜାତି ଭାଇଙ୍କ ପାଇଁ। ପ୍ରଶ୍ନ ହେଲା, 1200 ବଢ଼େଇରେ ଦାଏ ନା ପୁଅରେ ଦାଏ? କିଏ କହିଥିଲେ ଏକଥା? ରାଜା, ଧର୍ମା, 1200 ବଢ଼େଇ, ବିଶୁ ମହାରଣା? ଉତ୍ତର ହେଲା 1200 ବଢ଼େଇ। 2 ନମ୍ବର ପ୍ରଶ୍ନ, ସାନସିନା ଦାନତା ମହାନ ଏ କଥାଟାଇ କିଏ କହିଛନ୍ତି? ଏକଥା ଲୋକମାନେ କହିଛନ୍ତି। ଖ ପ୍ରଶ୍ନ ହେଲା, କାହାକୁ ସାନ ବୋଲି କୁହାଯାଇଛି? ଉତ୍ତର ହେଲା ଧର୍ମପଦ ସାନ ବୋଲି କୁହାଯାଇଛି। ଗ୍ର ପ୍ରଶ୍ନ, ସାନ ପିଲାଟାର ମହାନ ଦାନଟି କ'ଣ? ଜାତି ପାଇଁ, ଦେଶ ପାଇଁ ହସି ହସି ପ୍ରାଣ ବଳି ଦେବା, ଏହା ହେଉଛି ତାର ମହାନ ଦାନ। ବର୍ତ୍ତମାନ 3 ନମ୍ବର ପ୍ରଶ୍ନ, ଆସ ଆମେ ନିଜେ ନରସିଂହ ଦେବ, ବିଶୁ ମହାରଣା, ଧର୍ମା ହୋଇ ସେମାନେ ଏକ ଗଳ୍ପରେ ଯାହା କହିଛନ୍ତି ତାହାର ଅଭିନୟ କରିବା। ପିଲାଟି ଏହାକୁ ତୁମେ ନିଜେ କରିବ, ଆବଶ୍ୟକ ସ୍ଥଳେ ତୁମ ସାର୍ଙ୍କର ସାହାଯ୍ୟ ନେବ। 4 ନମ୍ବର ପ୍ରଶ୍ନ, ତଳେ କହିଥିବା କଥାକୁ କିଏ କହିଛନ୍ତି, କାହିଁକି କହିଛନ୍ତି? କ, ମୁଁ 7 ଦିନ ସମୟ ଦେଉଛି, ଏକଥା ରାଜା ନରସିଂହ ଦେବ କହିଛନ୍ତି। କାହିଁ କହିଲେ? କାରିଗରଙ୍କୁ ଭୟ ଦେଖାଇଲେ ଶୀଘ୍ର ଦଧିନିଉତି ବସାଇ ଦେବେ, ସେଥିପାଇଁ ଏକଥା ସେ କହିଛନ୍ତି। ଖ ପ୍ରଶ୍ନ, ତୁ ଆଜି ଆମର ମାନ ରଖିଦେଲୁ, ଏକଥା କିଏ କହିଲେ? ବିଶୁ ମହାରଣା କହିଲେ। କାହିଁ କହିଲେ? ପୁଅର କାରିଗରୀ କୌଶଳ ଦେଖି ଆଶ୍ଚର୍ଯ୍ୟ ହୋଇ ବିଶୁ ମହାରଣା ତା ପୁଅକୁ ଏକଥା କହିଛନ୍ତି। ଗ ପ୍ରଶ୍ନ ହେଲା, ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ? ଏହାର କାହିଁକି କହିଲେ? ନା ବାପାଙ୍କ ଆଖିରୁ ଲୁହ ପୋଛି ଦେବାକୁ ଯାଇ ଧର୍ମା ଏକଥା କହିଲେ। ନା କାହିଁକି, କିଏ କହିଲେ? ନା ଏକଥା ଧର୍ମା କହିଛନ୍ତି। ଘ ପ୍ରଶ୍ନ, ସେ ନିଶ୍ଚୟ ଆମ୍ଭମାନଙ୍କର ମୁଣ୍ଡ କାଟ ପାଇଁ ଆଦେଶ ଦେବେ, କିଏ କହିଲେ ଏକଥା? 1200 ବଢ଼େଇ କହିଲେ। କାହିଁ କହିଲେ? ନା ରାଜା ଜାଣିବେ ଯେ 1200 ବଢ଼େଇ ଯାହା କରିପାରିଲେ ନାହିଁ ତାହା 12 ବର୍ଷର ପିଲାଟିଏ କରିଦେଇଛି। ବର୍ତ୍ତମାନ 5 ନମ୍ବର ପ୍ରଶ୍ନକୁ ଦେଖ। ଚିତ୍ରଟିକୁ ଦେଖି ତଳ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନ୍ଦିର ବିଷୟରେ 5 ଧାଡ଼ି ଲେଖିବା। ମୁଖଶାଳା, ମୁଖଶାଳା ଉପରେ ଗୋଟେ ବାକ୍ୟ ଲେଖିବା। କୋଣାର୍କ ମନ୍ଦିରର ମୁଖଶାଳା ଅତି ମନୋରମ। ମୁହାଣ, ମୁହାଣ ଉପରେ ଗୋଟେ ବାକ୍ୟ ଲେଖିବା। କୋଣାର୍କ ମନ୍ଦିରଟି ଚନ୍ଦ୍ରଭାଗା ନଦୀ ମୁହାଣ ନିକଟରେ ଅବସ୍ଥିତ। ମୁଣ୍ଡି, ମୁଣ୍ଡି ନେଇକି ଗୋଟେ ବାକ୍ୟ ଗଠନ କରିବା। ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା। ଝଲମଲ, ଝଲମଲ ନେଇକି ବାକ୍ୟଟିଏ ହେଲା, ସୂର୍ଯ୍ୟ ଉଦୟ ହେଲା ବେଳେ ମୁଖ୍ୟ ମନ୍ଦିରରେ ଥିବା ସୂର୍ଯ୍ୟ ମୂର୍ତ୍ତି ଝଲମଲ କରି ଉଠେ। ହେଲା ପ୍ରତିମା, ପ୍ରତିମା ନେଇକି ଗୋଟେ ବାକ୍ୟ ଗଠନ କରିବା। କ'ଣ ନା ଦୁଃଖର କଥା, ସୂର୍ଯ୍ୟଦେବଙ୍କର ପ୍ରତିମାଟି ଆଜି ଆଉ ଦେଖିବାକୁ ମିଳେ ନାହିଁ। ଆମେ 6 ନମ୍ବର ପ୍ରଶ୍ନ ଉତ୍ତର କରିବା। ମୂଷାଟି କାହାକୁ କେଉଁ ବେଲୁନଟି ଦେଲେ ସେ ଗୋଟିଏ ଲେଖାଏଁ ଉପଯୁକ୍ତ ଯୋଡ଼ା ଶବ୍ଦ ପାଇବ, ତାକୁ ଆମେ ଲେଖିବା। ଯେପରି ନଦୀ ନାଳ, ସେପରି କ'ଣ ହେବ? ଫୁଲ ଫଳ, ଜୀବଜନ୍ତୁ, ହାତୀ ଘୋଡ଼ା,
विद्या बुद्धि। 7 नंबर प्रश्न पढ़िबा जेउ शब्द तले गार अछि ताकु लगाई नुआ वाक्यटीए कह ओ लेख। सेतेबेले तो सीमेंट न थाए। उत्तर कौन हम? सेतेबेले तो आजिकाली भली जानवाहन न थाए। ख है तथापि मंदिरटी संपूर्ण हो न थाए। उत्तर है तथापि राम बण को जावाई कईकेयी जिद धरिले। गो प्रश्न है ताकू मध्य कारीगरी विद्या जଣା थिला। उत्तर हेब कनिष्ठ हेले मध्य शत्रुघ्न प्रचंड योद्धा थिले। 8 नंबर प्रश्न जेपरी मंदिरर नाम अछि कोणार्क मंदिर तोलैथिले किए? नरसिंहदेव। सेपरी कौन हम लिखा? मंदिरर नाम है जगन्नाथ मंदिर ताकू अनंग भीमदेव तोलैथिले। लिंगराज मंदिर ताकू ललाटेन्दु केशरी तोलैथिले। तेबे 9 नंबर प्रश्नटी देखिबा तुमको एई गपरे कहा कथा भल लगुची ओ काहीकि भल लगुची आकु आमे लेखिबा। तेबे आस लेखिबा ए गपटी मते धर्मपद कथाटी भल लगुची कारण 1200 बढ़ई जो कोणार्क मंदिरर मुंडी मारी पारिले नथिले 12 वर्षर बालक धर्मपद ताकू मुंडी मारी पारिथिला। राजा एक कथा शुणिले 1200 बढ़ईंकर मुंड काटिदेवा कथा धर्मपद कान बाजिला। से 1200 बढ़ई स्वार्थ रक्षा करने संगे संगे देशर गौरव को अक्षुण्ण रखापी हसी हसी प्राण बलि देइथिला। यही कथा ही मते बेस भल लगुची। बर्तमान 10 नंबर प्रश्न धर्मा जाति पाई देश पाई जीवन देला। तुम्हें देश पाई कौन करने को चाहूस? आस लिखा। कौन लिखा ना धर्मा जाति पाई देश पाई जीवन देला। मु आवश्यक हेले देश पाई जाति पाई हसी हसी प्राण देवाकू जीवन देवाकू चाहूँगी। 11 नंबर प्रश्न माँ को सहित आउ देखा हो पारिबो नाही तांकू बुझेई कहिबो तांको पुओ जाति पाई जीवन देइछि एकथा किए कहिछि? जाति पाई प्राण देवा कथा आउ केते जण पिलांकर नाम लेख एकथा धर्मा कहिछि। जाति पाई बाजीराउत भी जीवन देइछि। 12 नंबर प्रश्न अधा गढ़ा मंदिर टुकु आस पूर्णांग करिबा। याकू तुमे पूर्ण करिवो चित्र करिकी। आजिर प्रश्न उत्तर सरी जाइछि। याकू तुमे अभ्यास करिवो।